ଏକ ସୁନ୍ଦର ଗାଁଟିଏ ଥିଲା। ଗାଁରେ ସମସ୍ତେ ବହୁତ ଖୁସିରେ ବସବାସ କରୁଥିଲେ। ସେହି ଗାଁରେ ମଧ୍ୟ ଏକ ଛୋଟ ପିଲାଟିଏ ରହୁଥିଲା। ତାହାର ନାମ କୁହୁକ ଅଟେ। କୁହୁକ ବହୁତ ମଜାକିଆ ଓ ଚତୁର ପିଲା ଥିଲା। ଗାଁରେ ଯେଉଁମାନେ ଦୁଃଖିତ ଥିଲେ, କୁହୁକ ମଜା କଥା କହି ସେମାନଙ୍କୁ ଦିନରାତି ହସାଉଥିଲା। ସେ ସବୁବେଳେ ଅନ୍ୟମାନଙ୍କ ଖୁସିରେ ଖୁସି ହେଉଥିଲା। ଗାଁର ସମସ୍ତ ଲୋକ ମଜାରେ କୁହୁକକୁ କୁହୁକମୁଣି ବୋଲି ଡାକୁଥିଲେ, କାହିଁକି ନା ସେ ବହୁତ ବୁଦ୍ଧିମାନ ଓ ଯୁକ୍ତିବାଦୀ ମଧ୍ୟ ଥିଲା। ଗୋଟିଏ ଦିନ ଗାଁ ପାଖରେ ଥିବା ଜଙ୍ଗଲରୁ ଏକ ବଡ଼ ବାଘଟିଏ ଆସିଲା। ବାଘଟି ଗାଁର ଗାଈ ଛେଳିମାନଙ୍କୁ ଧରି ଖାଇଦେଉଥିଲା। ବାଘଟିର ଭୟରେ ଗାଁର ଲୋକମାନେ ଭୟଭୀତ ହୋଇ ରହୁଥିଲେ। ଲୋକମାନେ ସମସ୍ତେ ଏକତ୍ର ହୋଇ ସ୍ଥିର କଲେ ବାଘକୁ ଗାଁରୁ କେମିତି ଘୋଡ଼ାଇ ଦେବାକୁ। ହଠାତ୍ କୁହୁକମୁଣି କହିଲା, ଗାଁର ଲୋକମାନଙ୍କୁ, ଆପଣମାନେ କେହି ଡରନ୍ତୁ ନାହିଁ। ମୁଁ ସେ ବାଘକୁ ଧରି ଆଣିବି। ଏହା ଶୁଣି ସମସ୍ତ ଲୋକମାନେ ହସିଲେ। କହିଲେ, ତୁ ତ ଏଡ଼ିକି ଛୁଆଟେ, ତୁ ବାଘକୁ ଧରିବୁ କେମିତି? କିଛି ସମୟ ଗ୍ରାମବାସୀମାନଙ୍କର କଥା କୁହୁକମୁଣି ଶୁଣିବା ପରେ କୁହୁକ କହିଲା, ମୁଁ ଶକ୍ତିରେ ନୁହେଁ, ମୁଁ ବୁଦ୍ଧିରେ ଜିତିବି। ମୁଁ ବୁଦ୍ଧି ଦ୍ୱାରା ବାଘଟିକୁ ଧରି ଆଣିବି। ପରଦିନ ସକାଳେ କୁହୁକ ବାଘଟିକୁ ଧରିବା ପାଇଁ ଜଙ୍ଗଲକୁ ଗଲା। ସେ ବାଘଟିକୁ ଧରିବା ନିମନ୍ତେ ଏକ ଜନ୍ତା ତିଆରି କଲା। ଜନ୍ତାଟି ତିଆରି କରିବା ପରେ ଅଳ୍ପ ମାଂସ ଖଣ୍ଡ ଜନ୍ତା ପାଖରେ ପକାଇ ଓ କିଛି ମାଂସ ଖଣ୍ଡ ଜନ୍ତା ଭିତରେ ମଧ୍ୟ ପକାଇ ଦେଲା। କିଛି ସମୟ ଅପେକ୍ଷା କରିବା ପରେ ବାଘଟି ମାଂସର ଗନ୍ଧ ଶୁଙ୍ଗି ଶୁଙ୍ଗି ଆସି ଜନ୍ତା ପାଖରେ ପହଞ୍ଚିଲା। କୁହୁକ ନିଜର ସାହସ ଜୁଟାଇ ବାଘର ଆଗକୁ ଗଲା ଓ ବାଘକୁ କହିଲା, ହେ ବାଘ ମାମୁଁ, ଆପଣଙ୍କୁ ଧରିବା ପାଇଁ ରାଜା ନିଜର ସେନା ପଠାଇଛନ୍ତି। ତୁମେ ଯଦି ବଞ୍ଚିବାକୁ ଚାହୁଁଛ, ତାହେଲେ ତୁମେ ଏଇ ଜନ୍ତା ଭିତରେ ପଶିଯାଅ। ମୁଁ ତୁମକୁ ରାଜାଙ୍କ କବଳରୁ ବଞ୍ଚାଇ ଦେବି। ବାଘଟି କିଛି ସମୟ ନୀରବ ରହିବା ପରେ ଭାବିଚିନ୍ତି ହୋଇ ବାଘଟି ଜନ୍ତା ଭିତରକୁ ପଶିଗଲା। ବାଘଟି ଜନ୍ତା ଭିତରେ ପଶିବା କ୍ଷଣି ହଠାତ୍ କୁହୁକ ଜନ୍ତାଟିର ମୁହଁ ବନ୍ଦ କରିଦେଲା। ଏବଂ ବହୁତ ଜୋରରେ ଗାଁ ଆଡ଼କୁ ଦୌଡ଼ିବାକୁ ଲାଗିଲା। କୁହୁକ ଦୌଡ଼ି ଦୌଡ଼ି ଯାଇ ଗାଁରେ ଚିତ୍କାର କରି କହିଲା, ଦୌଡ଼ି ଆସ, ଦୌଡ଼ି ଆସ, ବାଘ ଧରା ପଡ଼ିଛି। ସମସ୍ତ ଗାଁ ଲୋକମାନେ ଧାଇଁ ଆସିଲେ। ସେମାନେ ବାଘଟିକୁ ଜନ୍ତାରେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଗାଁର ମୁଖିଆ ହସିକି କହିଲେ କୁହୁକକୁ, ତୁମେ ତ ବହୁତ ଚତୁର ଅଟ। ତାପରେ ଗାଁର ଲୋକମାନେ ବାଘଟିକୁ ନେଇ ରାଜାଙ୍କ ପାଖକୁ ଗଲେ। ରାଜା ସବୁ କଥା ଶୁଣି ସାରିବା ପରେ ଖୁସି ହୋଇ କୁହୁକମୁଣିକୁ ପୁରସ୍କାର ସହିତ 5ଟି ଗାଈ ଉପହାର ଦେଲେ। ଗାଁର ଲୋକମାନେ କହିଲେ, କୁହୁକମୁଣି କହିଲେ ବହୁତ ଜ୍ଞାନୀ ଓ ଚତୁର ଲୋକକୁ ବୁଝାଏ। ଗାଁର ଲୋକମାନେ ଆନନ୍ଦରେ ଢୋଲ ବଜାଇ ନାଚିଲେ ଓ ଶାନ୍ତିରେ ନିଜ ଜୀବନଯାପନ କଲେ। କଥାରେ ଅଛି, ଯେଉଁଠାରେ ଶକ୍ତି କାମ ଦେବ ନାହିଁ, ସେଇଠାରେ ବୁଦ୍ଧି ହିଁ କାମ ଦେଇଥାଏ।